ନୟାଗଡ଼ ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର ପରିସରରେ ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଗ୍ରାସ୍ଥିତ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ରିଜିଓନାଲ ଡାଇରେକ୍ଟର ରଞ୍ଜନ କୁମାର ଦାସ ଯୋଗଦେଇ ମଞ୍ଚରେ ସ୍ଥାପିତ ଠାକୁରଙ୍କ ପ୍ରତିମୂର୍ତ୍ତି ଏବଂ ନେହେରୁଙ୍କ ପ୍ରତିଛବିରେ ଧୂପ ଦୀପ ପ୍ରଦାନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ବିଷୟରେ ଆଲୋଚନା କରିବା ସହିତ ଶିଶୁମାନଙ୍କ ପ୍ରତି ତାଙ୍କର ଅହେତୁକ ସ୍ନେହ ଶ୍ରଦ୍ଧା ପାଇଁ ଆଜିର ଏହି ଦିବସଟି ସମଗ୍ର ଭାରତବର୍ଷରେ ଶିଶୁ ଦିବସ ରୂପେ ଆନନ୍ଦ ଉଲ୍ଲାସରେ ଉଦ୍ଭାସିତ ବୋଲି କହିବା ସହିତ ଭଲ ପାଠ ପଢ଼ି ଡାକ୍ତର ହୁଅ, ଇଞ୍ଜିନିୟର ହୁଅ, କଲେକ୍ଟର ହୁଅ, ଯେଉଁ ପ୍ରକାର ବଡ଼ ମଣିଷ ହେବାକୁ ଚାହୁଁଛ ବଡ଼ ମଣିଷ ହୁଅ ମନା ନାହିଁ, କିନ୍ତୁ ଭଲ ମଣିଷ ହେବା ପାଇଁ ଚେଷ୍ଟା କର ଏବଂ ଜୀବନରେ କେବେ ହେଲେ ନିଜ ପିତାମାତାଙ୍କୁ ଭୁଲ ନାହିଁ ବୋଲି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଶରତଚନ୍ଦ୍ର ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଆଗ୍ରାର ପ୍ରଫେସର ପ୍ରତାପ ଚନ୍ଦ୍ର ସିଂ ଯୋଗଦେଇ ଆଜିର ଶିଶୁ ଦିବସ ଅବସରରେ କୌତୁକ ପୋଷାକ ପ୍ରତିଯୋଗିତା ପାଇଁ କୌତୁକିଆ ପୋଷାକ ପରିଧାନ କରି ବିଭିନ୍ନ ପ୍ରକାର ବେଶ ହୋଇଥିବା ଶିଶୁମାନଙ୍କୁ ସେହି ବେଶ ହେବାର ଅଭିପ୍ରାୟ ଓ ଲକ୍ଷ୍ୟ ବିଷୟରେ ପ୍ରଶ୍ନ କରି ଶିଶୁମାନଙ୍କୁ ଶିକ୍ଷଣୀୟ ଉପଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଶିଶୁମାନଙ୍କୁ କହିଥିଲେ ଯେ ତୁମେମାନେ ମୋବାଇଲ ଦେଖୁଛ ମନା ନାହିଁ, କିନ୍ତୁ ମୋବାଇଲ ପାଇଁ ନିଜ ଭବିଷ୍ୟତକୁ ନଷ୍ଟ କର ନାହିଁ। ଶିଶୁମାନେ ଚଗଲା ବା ବାଳୁଙ୍ଗା ହେଲେ ସେମାନଙ୍କ ଭିତରେ ସୃଜନାତ୍ମକ ଚିନ୍ତନ ଉଦ୍ରେକ ହୋଇଥାଏ ବୋଲି ଉପସ୍ଥିତ ପିତାମାତାଙ୍କୁ ପରାମର୍ଶ ଦେବା ସହିତ ଶିଶୁମାନଙ୍କୁ ଭୟଭୀତ ନ କରି ସେମାନଙ୍କ ସହିତ ବନ୍ଧୁ ହୋଇ ଶିକ୍ଷାଦାନ କରିବା ପାଇଁ ବିଦ୍ୟାଳୟର ସେବାବ୍ରତୀ ଆଚାର୍ଯ୍ୟମାନଙ୍କୁ ଅନୁରୋଧ କରିଥିଲେ। ଶିଶୁ ଶ୍ରମ ବିରୋଧୀ ଅଭିଯାନ ଓଡ଼ିଶାର ନୟାଗଡ଼ ଜିଲ୍ଲା ଶାଖା ତରଫରୁ ସମର୍ପଣ କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ଯୋଗଦେଇ ଆଜିର ଶିଶୁ କାଲିର ନାଗରିକ ଓ ଦେଶର ଭବିଷ୍ୟତ, ତେଣୁ ଶିଶୁମାନେ ପାଠ ପଢ଼ିବା ସମୟରେ ଶିଶୁ ଶ୍ରମିକ ନ ହେବା ପାଇଁ ସମସ୍ତ ପିତା ମାତାମାନେ ଯତ୍ନଶୀଳ ହେବା ପାଇଁ ନିବେଦନ କରିବା ସହିତ ଶିଶୁ ଶ୍ରମମୁକ୍ତ ଓଡ଼ିଶା ପାଇଁ ସମସ୍ତ ଓଡ଼ିଶାବାସୀ ନାଗରିକମାନେ ଦାୟିତ୍ୱ ବହନ କରିବାକୁ ଅନୁରୋଧ କରିଥିଲେ। ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସାହୁ ମୁଖ୍ୟ ଅତିଥି ସନ୍ଦେଶକୁ ଦୋହରାଇ ସ୍ୱାମୀ ବିବେକାନନ୍ଦ ପିଲାବେଳେ କିଭଳି ଦୁଷ୍ଟ ଥିଲେ ଆଉ ତା ବଡ଼ ହେଲା ପରେ ବିଶ୍ୱବିଜୟୀ ବିବେକାନନ୍ଦରେ ପରିଣତ ହୋଇଥିଲେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ଶିଶୁ ସଭା ଅନ୍ତେ କୌତୁକିଆ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡାକ୍ତର, ପାଗଳ, ଚୁଡ଼ିବାଲା, ଫୁଲବାଲି, ଚକୋଲେଟ୍ ବାବା ଆଦି ଅନେକ ବେଶଭୂଷା ହୋଇଥିବା ଶିଶୁମାନେ ନିଜ ନିଜର ଅଭିନୟ ପରିବେଷଣ କରିଥିଲେ। ଅର୍ଚ୍ଚନା ଗୁରୁମା, ପୁଷ୍ପିତା ଗୁରୁମା, ପବିତ୍ର ଗୁରୁଜୀ, ରଞ୍ଜନ ଗୁରୁଜୀ ଓ ଦିଲ୍ଲୀପ ଗୁରୁଜୀ ବିଚାରକ ଦାୟିତ୍ୱ ତୁଲାଇଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମାମାନେ ସହଯୋଗ କରିଥିଲେ। ଶିଶୁ ଦିବସ ପାଇଁ ବିଦ୍ୟାଳୟ ତରଫରୁ ସମସ୍ତ ଶିଶୁ ଓ ଅଭିଭାବକମାନଙ୍କ ପାଇଁ ବିରିୟାନୀ ଭୋଜି ବ୍ୟବସ୍ଥା କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରିୟମ୍ବଦା ମହାପାତ୍ର ଉପସ୍ଥିତ ଶିଶୁ ଓ ସେମାନଙ୍କ ଅଭିଭାବକ ସମେତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ନୟାଗଡ଼ରୁ ଭଗବାନ